ବାଲେଶ୍ୱର ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର 19ତମ ସମ୍ମିଳନୀ ସ୍ଥାନୀୟ ବ୍ରିଟ୍ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ନିରଞ୍ଜନ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ, ପୂର୍ବତନ ବିଧାୟକ ସ୍ୱରୂପ କୁମାର ଦାସ ଓ ସୁଦର୍ଶନ ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗିରିଶ ଚନ୍ଦ୍ର ଦାସ ଅତିଥି ଓ ବକ୍ତା ଭାବେ ଯୋଗଦେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମେଡିକାଲ କଲେଜର ହୃଦରୋଗ, ସ୍ନାୟୁ ଓ ମୂତ୍ରାଶୟ ଜନିତ ପ୍ରଭୃତି ଗୁରୁତର ରୋଗର ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ। ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା ବାଲେଶ୍ୱର ଜିଲ୍ଲା ପରିଷଦର ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ବରିଷ୍ଠ ସଦସ୍ୟ ସୀତାରାମ ପ୍ରଧାନ ଶୋକ ପ୍ରସ୍ତାବ ଆଗତ କରିଥିଲେ। ମମତା ମହାପାତ୍ର ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଓ ଆନ୍ଦୋଳନରେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନକୁ ଭୂୟସୀ ପ୍ରଶଂସା କରିଥିଲେ। କମିଟିର ସାଧାରଣ ସମ୍ପାଦକ ପ୍ରଦୀପ ଦାସ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ଜେନା ଆୟବ୍ୟୟର ବିବରଣୀ ଉପସ୍ଥାପନା କରିଥିଲେ। ରେମୁଣାରେ ମେଡିକାଲ କଲେଜ ସଂଲଗ୍ନ ହସ୍ପିଟାଲକୁ ସମସ୍ତ ବିଭାଗ ସ୍ଥାନାନ୍ତର, ଜିଲ୍ଲାର ସମସ୍ତ ସରକାରୀ ଡାକ୍ତରଖାନାରେ ଖାଲି ଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ପଦବୀ ପୂରଣ, ମେଡିକାଲ କଲେଜକୁ ଜାତୀୟ ରାଜପଥରୁ ପ୍ରସ୍ତାବିତ ରାସ୍ତା ନିର୍ମାଣ, ଏମ୍ସ ହସ୍ପିଟାଲକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପ୍ରଭୃତି 17 ଦଫା ଦାବିପତ୍ର ସାଧାରଣ ସଭାରେ ଗୃହୀତ ହୋଇଥିଲା। ପରେ ଜିଲ୍ଲା କମିଟିର ପୂର୍ବତନ ସଭାପତି ପ୍ରଫେସର ଅନନ୍ତ କୁମାର ପ୍ରଧାନ ସମ୍ବର୍ଦ୍ଧିତ ବ୍ୟକ୍ତିମାନଙ୍କର ନାମ ଘୋଷଣା କରିଥିଲେ। ବରିଷ୍ଠ ଆଇନଜୀବୀ ଶମ୍ଭୁନାଥ ମହାନ୍ତି, ଇଞ୍ଜିନିୟର ବନମାଳୀ ନାୟକଙ୍କ ସମେତ ଡାକ୍ତର ରାଜେଶ କୁମାର ଆଦକ, ଫାର୍ମାସିଷ୍ଟ ସଚିନ୍ଦ୍ର କୁମାର ପାଢ଼ୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ହାଉସକିପର ରାଜୁ ସିଂ ଓ ନନ୍ଦରାଣୀ କରଙ୍କୁ ଉତ୍ତରୀୟ ଏବଂ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ନୂତନ ପୃଷ୍ଠପୋଷକ ସଦସ୍ୟମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ କ୍ରିୟାନୁଷ୍ଠାନ କମିଟିର ବାର୍ଷିକ ମୁଖପତ୍ରକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସମ୍ପାଦନା ମଣ୍ଡଳୀର ମୁଖ୍ୟ ନିରଞ୍ଜନ ରାଉତ ସମ୍ପାଦକୀୟ ଅଭିଭାଷଣ ପ୍ରଦାନ କରିଥିଲେ। ଅଞ୍ଚଳ ଏବଂ ଶାଖା କମିଟିମାନଙ୍କ ପକ୍ଷରୁ ନବକିଶୋର ଦାସ, ଦାମୋଦର ଦାସ ମହାପାତ୍ର, ଶତ୍ରୁଘ୍ନ ମଲ୍ଲିକ, ତରୁଣ ଦାସ, ଦିଲ୍ଲୀପ ଗିରି, କୁମୁଦ ରଞ୍ଜନ ଗିରି, ଚିତ୍ତରଞ୍ଜନ ଦାସ, ଜାମସେଦଲ୍ଲୀ ଖାଁ, ସନ୍ନ୍ୟାସୀ ବେହେରା, ଶରତ ଚନ୍ଦ୍ର ବାରିକ, ମହେଶ୍ୱର ବେହେରା, ପ୍ରଦୀପ ବେହେରା, ଅର୍ଚ୍ଚନା ନନ୍ଦୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆସନ୍ତା 2 ବର୍ଷ ପାଇଁ ଜିଲ୍ଲା କମିଟି ସମେତ ଅଞ୍ଚଳ କମିଟି, ବ୍ଲକ କମିଟି ଓ ଶାଖା କମିଟିମାନଙ୍କର ନିର୍ବାଚିତ କର୍ମକର୍ତ୍ତାଙ୍କର ନାମ ମାୟାଧର ନାୟକ ପାଠ କରିଥିଲେ। କାର୍ଯ୍ୟକାରୀ ସଭାପତି ଇଞ୍ଜିନିୟର ହୃଷିକେଶ ସାହୁ ସାଂଗଠନିକ ଚିଠା ପ୍ରସ୍ତାବ ଓ ଆଗାମୀ କାର୍ଯ୍ୟସୂଚୀ ଆଗତ କରିଥିଲେ। ଜନସମ୍ପର୍କ ସମ୍ପାଦକ ଗୌରାଙ୍ଗ ପାଣିଗ୍ରାହୀ ଅତିଥିଙ୍କୁ ମଞ୍ଚ ଆହ୍ୱାନ କରିଥିବା ବେଳେ ଅତିରିକ୍ତ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ଦାସ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଡକ୍ଟର କେଶବ ଚରଣ ପଣ୍ଡା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ବିଭିନ୍ନ ସାମାଜିକ ସଂଗଠନ ଓ ଗଣସଂଗଠନର ନେତୃତ୍ୱ ସମେତ 300ରୁ ଉର୍ଦ୍ଧ୍ୱ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।